ସାଙ୍ଗ ମୋ ମୂଳରେ ଟିକେ ବି ପାଣି ନାହିଁ। ଅନେକ ଦିନ ହେଲାଣି ବର୍ଷା ବି ହେଇନି। ମୁଁ ଯଦି ଆଉ କିଛି ଦିନ ପାଣି ନ ପାଇବି ମୁଁ ଶୁଖିଯିବି। ହଁ ସାଙ୍ଗ, ମୋର ବି ତୋ ଭଳି ଅବସ୍ଥା। କେବେ ଯେ ଆମେ ପାଣି ଟୋପେ ପାଇବା? ସାଙ୍ଗ ସେପଟେ ଦେଖେ, କିଛି ଚଢ଼େଇ ନଦୀକୁ ପାଣି ଆଣିବା ପାଇଁ ଯାଉଛନ୍ତି। ଚାଲ ତାଙ୍କୁ ପାଣି ମାଗିବା। ଆରେ ପକ୍ଷୀମାନେ, ଟିକେ ଆମ କଥା ଶୁଣି ଯାଅ, ଆମ ପାଖକୁ ଆସ। କିଏ କିଏ ଆମକୁ ଡାକିଲା? ଏଠି ତ କେହି ବି ନାହାନ୍ତି। କାଉ ଭଉଣୀ, ମୁଁ ବି ତ ଏଠି କାହାକୁ ଦେଖୁନି। ନିଶ୍ଚୟ ଆମେ ଭୁଲ ଶୁଣିଥିବା। ନା ନା, ତମେ ମାନେ ଭୁଲ ଶୁଣିନ। ଆମେ ଅମୃତଭଣ୍ଡା ଗଛ ତମ ମାନଙ୍କୁ ଡାକୁଥିଲୁ। କଣ ହେଲା? ତମେ ମାନେ ଅମୃତଭଣ୍ଡା ଗଛ ଏଇ କଥା କହୁଛ? ତା ମାନେ ତମେ ମାନେ ନିଶ୍ଚୟ ଯାଦୁର ହେଇଥିବ। ଆଚ୍ଛା, ତମେ ମାନେ ନିଜ ଯାଦୁ ଶକ୍ତିରେ ସବୁ କିଛି କରିପାରୁଥିବ ନା? ହଁ, ଆମେ ମାନେ ଯାଦୁର, କିନ୍ତୁ ଆମ ପାଖରେ ଯାଦୁ ଶକ୍ତି ନାହିଁ। ଆମେ ଅନେକ ଦିନରୁ ପାଣି ନ ପାଇବାରୁ ଶୁଖି ଶୁଖି ଗଲୁଣି। ଆମକୁ ତମେ ମାନେ ଟିକେ ସାହାଯ୍ୟ କର, ଆମ ମୂଳରେ ପାଣି ଦିଅ। କଣ ହେଲା? ତମ ମାନଙ୍କ ପାଖରେ ଯାଦୁ ଶକ୍ତି ନାହିଁ? ତାହେଲେ ତମ ମାନଙ୍କୁ ସାହାଯ୍ୟ କରି ଆମର କଣ ଲାଭ ହେବ? ଆଜି ସିନା ଆମେ ତୁମ କାମରେ ଆସୁନୁ, କିନ୍ତୁ ଭବିଷ୍ୟତରେ ଆମେ ବଡ଼ ହେଲେ ତୁମ କାମରେ ଆସିବୁ। ତମେ ମାନେ ଯେତେବେଳେ ବଡ଼ ହେବ ଆମେ ବୋଧେ ଜଙ୍ଗଲରେ ନଥିବୁ। ତମେ ମାନେ ମର କି ବଞ୍ଚ, ଆମେ ତମ ମାନଙ୍କୁ ସାହାଯ୍ୟ କରିପାରିବୁନି। ଏମିତି କହି ସେମାନେ ସେଠାରୁ ଚାଲିଗଲେ। ଦୁଇ ଅମୃତଭଣ୍ଡା ଗଛ ଯାହାକୁ ବି ସାହାଯ୍ୟ ମାଗୁଥିଲେ, କେହି ବି ତାଙ୍କୁ ସାହାଯ୍ୟ କରୁନଥିଲେ। ଏମିତି ସେଦିନ ବିତିଗଲା। ଓଃ, ମତେ ଭାରି କଷ୍ଟ ହେଉଛି ସାଙ୍ଗ। ଲାଗୁଛି ମୁଁ ଏବେ ହିଁ ମରିଯିବି। ଏ ଜଙ୍ଗଲର ପକ୍ଷୀମାନେ ବହୁତ ଖରାପ। କେହି ବି ଆମକୁ ଟୋପେ ପାଣି ଦେଲେନି। ହଁ ସାଙ୍ଗ, ଠିକ କହିଲୁ। ଏମିତି ଖରାପ ଚଢ଼େଇଙ୍କ ଜଙ୍ଗଲରେ ରହିବା ଅପେକ୍ଷା ମରିଯିବା ବହୁତ ଭଲ। ବିଦାୟ ସାଙ୍ଗ, ଏଇଟା ଆମର ଶେଷ ଦେଖା। ଆମେ ଆଉ କେବେ ବି କାହାକୁ ଦେଖିପାରିବାନି। ଦୁଇ ଗଛ ଏପରି କଥା ହେଉଥିଲେ। ସେତେବେଳେ ଦୁଇଟି ବାଦଲ ସେ ରାସ୍ତାରେ ଯାଉଥିଲେ। ସେମାନେ ଦୁଇ ଅମୃତଭଣ୍ଡା ଗଛଙ୍କର ସବୁ କଥା ଶୁଣିପାରିଲେ। ଆରେ ସାଙ୍ଗ, ଶୁଣିପାରିଲୁ? ଏ ଦୁଇ ଗଛ ପାଣି ଅଭାବରେ ମରିବାକୁ ଯାଉଛନ୍ତି। ଏବେ ଆମେ ଏଠାରେ ଅଛନ୍ତି, ଆମେ ତାଙ୍କୁ ସାହାଯ୍ୟ କରିବା ଉଚିତ। ହଁ ସାଙ୍ଗ, ତୁ ଠିକ କହିଲୁ। ଆମେ ଏବେ ହିଁ ଏ ଦୁଇ ଗଛଙ୍କୁ ସାହାଯ୍ୟ କରିବା, ଆଉ ଏ ଜଙ୍ଗଲର ଚଢ଼େଇ ମାନଙ୍କୁ ଉଚିତ ଶିକ୍ଷା ବି ଦେବା। ହେଲେ କେମିତି ସାଙ୍ଗ? ମୋ ପାଖରେ ଗୋଟେ ଉପାୟ ଅଛି, ଶୁଣ। ଏମିତି ଦୁଇ ବାଦଲ ଏକ ଯୋଜନା ବନେଇଲେ, ଆଉ ଗଛମାନଙ୍କ ଉପରେ ବର୍ଷା କଲେ। ବର୍ଷା ପାଣି ଦୁଇ ଗଛଙ୍କ ଉପରେ ପଡ଼ିବାରୁ ଦୁଇ ଗଛ ସତେଜ ହେଇଗଲେ। ସାଙ୍ଗ, ଏତେ ଦିନ ପରେ ମୁଁ ପାଣି ପାଇଲି। ମତେ ଭାରି ସତେଜ ଲାଗୁଛି। ଏବେ ଆମେ ଆଉ ମରିବାନି। କିନ୍ତୁ ମୁଁ ବୁଝିପାରୁନି, ଏମିତି ଅସମୟରେ ବର୍ଷା କେମିତି ହେଲା? ମୁଁ ବି କିଛି ବୁଝିପାରୁନି ସାଙ୍ଗ। ସେ ଯାହା ବି ହେଇଥାଉ, ଆମକୁ ପାଣି ମିଳିବା ଯୋଗୁଁ ଆମର ବଡ଼ ଉପକାର ହେଲା। ବର୍ଷା ଯୋଗୁଁ ଚଢ଼େଇ ମାନଙ୍କର ବି ଉପକାର ହେବ। ଆରେ କାଉ ଭଉଣୀ, ଆଜି ପାଣି ଆଣିବାକୁ ଯିବନି କି? ଜାଣିଛ, ଚଢ଼େଇ ଘରକୁ ଫେରିଲାଣି। ଚାଲ ତାକୁ ବି ନେଇ ପାଣି ଆଣିବାକୁ ଯିବା। ହଁ ହଁ, ମୁଁ ଏବେ କଳସୀ ନେଇ ଆସୁଛି, ତାପରେ ଆମେ ଚଢ଼େଇ ଘରକୁ ଯିବା। ଆରେ ଚଢ଼େଇ, ଏତେ ଦିନ ପରେ ଯାଇ ତତେ ଘର କଥା ମନେ ପଡ଼ିଲା? କଣ ଆଉ କହିବି ମିଟୁ ଭଉଣୀ, ଏତେ ଦିନ ପରେ ମା ଘରକୁ ଯାଇଥିଲି ତ, ସେ ମତେ ଆଉ 2 ଦିନ ରହିବାକୁ କହିଲା। ସେଥିପାଇଁ ମୋର ଘରକୁ ଫେରୁ ଫେରୁ ଡେରି ହେଇଗଲା। ଆଚ୍ଛା, ତମେ ମାନେ କଣ ପାଣି ଆଣିବାକୁ ଯାଉଥିଲ? ହଁ ଚଢ଼େଇ, ଆମେ ପୋଖରୀକୁ ପାଣି ଆଣିବା ପାଇଁ ଯାଉଛୁ। ତୁ ଆସିଛୁ ଜାଣି ତତେ ଡାକିବାକୁ ଚାଲି ଆସିଲୁ। ତାପରେ ସବୁ ଚଢ଼େଇ ମିଶି ପୋଖରୀକୁ ପାଣି ଆଣିବା ପାଇଁ ଗଲେ। ପୋଖରୀ ପାଖରେ ପହଞ୍ଚି ସେମାନେ ଦେଖିଲେ ପୋଖରୀର ସବୁ ପାଣି ଶୁଖି ଯାଇଛି। ଏଇ କଣ, ଗୋଟେ ରାତିରେ ପୋଖରୀର ପାଣି ଶୁଖିଗଲା କେମିତି? ଆମେ କାଲି ପୋଖରୀରୁ ପାଣି ନେବା ବେଳେ ପୋଖରୀରେ ତ ପାଣି ଭର୍ତ୍ତି ଥିଲା। ମୁଁ ବି ତ କିଛି ବୁଝିପାରୁନି। ଏମିତି ଲାଗୁଛି ରାତିରେ ଆମ ପୋଖରୀର ପାଣି କିଏ ଚୋରି କରି ନେଇଯାଇଛି। ନଦୀ ଦୂର ହେଲେ ବି ଚାଲ ଆମେ ସେଠାକୁ ଯିବା, ଆଉ ନଦୀରୁ ପାଣି ଆଣିବା। ଏଇ କଣ କହୁଛ ମିଟୁ ଭଉଣୀ? ରାତାରାତି ଏତେ ସାରା ପୋଖରୀର ପାଣି କିଏ ଚୋରି କରି ନେବ? ଆରେ ଚଢ଼େଇ, ତା କଥା ଛାଡେ। ଚାଲେ ଆମେ ନଦୀକୁ ଯାଇ ପାଣି ଆଣିବା, ନହେଲେ ଘରକୁ ଫେରୁ ଫେରୁ ଡେରି ହେଇଯିବ। ତାପରେ ସବୁ ଚଢ଼େଇ ମିଶି ନଦୀକୁ ଗଲେ। ସେଠି ସେମାନେ ପହଞ୍ଚି ଦେଖିଲେ ନଦୀର ବି ପାଣି ଶୁଖି ଯାଇଛି। ନଦୀରେ ଟୋପେ ବି ପାଣି ନାହିଁ। ଏ କଣ, ନଦୀରେ ବି ତ ପାଣି ନାହିଁ।
ନିଶ୍ଚୟ ଆମ ଜଙ୍ଗଲକୁ କୋଉ ଅଶୁଭ ଶକ୍ତି ପଶି ଆସିଛି। ଚାଲ ଶୀଘ୍ର ଆମେ ତାନ୍ତ୍ରିକ ମାଙ୍କ ପାଖକୁ ଯିବା। ଏବେ ସେ ହିଁ କହିପାରିବେ ଆମ ସହ କଣ ହେଉଛି। ସବୁ ଚଢ଼େଇ ତାନ୍ତ୍ରିକ ଚଢ଼େଇକୁ ଖୋଜିବା ପାଇଁ ବାହାରି ଗଲେ, ହେଲେ ସେମାନେ କୋଉଠି ବି ତାକୁ ପାଇଲେନି। ନିରାଶ ହେଇ ସେମାନେ ଘରକୁ ଫେରୁଥିଲେ। ସେତେବେଳେ ତାଙ୍କ ନଜର ଦୁଇ ଅମୃତଭଣ୍ଡାଙ୍କ ଗଛ ଉପରେ ପଡ଼ିଲା। ସେମାନେ ଶୀଘ୍ର ତାଙ୍କ ପାଖକୁ ଗଲେ। ଏ କଣ, ସବୁ ନଦୀ ପୋଖରୀ ଶୁଖି ଯାଇଛି, କୋଉଠି ବି ଟୋପେ ପାଣି ନାହିଁ। ହେଲେ ଅମୃତଭଣ୍ଡା ଗଛ ଦୁଇଟିର ଚାରିପାଖର ମାଟି ଏତେ ଓଦା କାହିଁକି? ଚଢ଼େଇ, ମତେ ଲାଗୁଛି ଏ ଦୁଇ ଅମୃତଭଣ୍ଡା ଗଛ ଯାଦୁ କରି ଆମର ସବୁ ନଦୀ ପୋଖରୀର ପାଣି ନେଇ ଯାଇଛନ୍ତି। ନିଜ ଗଛ ମୂଳରେ ପାଣି ଦେଇ ବାକି ପାଣି ସବୁ ଲୁଚେଇ ରଖିଛନ୍ତି। ସେଦିନ ଏମାନେ କହୁଥିଲେ ଏମାନେ ଯାଦୁ ଜାଣି ନାହାନ୍ତି। ସେଦିନ ଏମାନେ ମିଛ କହୁଥିଲେ କାଉ ଭଉଣୀ, ଏମାନେ ଠିକ ଯାଦୁ ଜାଣିଛନ୍ତି। ତମେ ମାନେ କଣ ବିଷୟରେ କଥା ହେଉଛ? ମୁଁ ତ କିଛି ବି ବୁଝିପାରୁନି। ଶୁଣିବୁ ଚଢ଼େଇ ଏମାନଙ୍କ କଥା? ଓ ଆଚ୍ଛା, ତାହେଲେ ତମେ ମାନେ ଯାଦୁର ଗଛ ମାନଙ୍କୁ ସାହାଯ୍ୟ ନ କରି ବଡ ଭୁଲ କରିଛ। ଏବେ ହିଁ ତାଙ୍କୁ କ୍ଷମା ମାଗିନିଅ, ନହେଲେ ଆମେ ଆଉ କେବେ ବି ପାଣି ପାଇବାନି। ଯାଦୁର ଅମୃତଭଣ୍ଡା ଗଛ, ଆମକୁ କ୍ଷମା କରିଦିଅ। ଆମେ ଆଉ କେବେ ବି ତୁମ ସହ ଖରାପ ବ୍ୟବହାର କରିବୁନି। ଆମ ନଦୀ ପୋଖରୀର ପାଣି ଫେରେଇ ଦିଅ। ଏସବୁ ତମେ ମାନେ କଣ କହୁଛ? ଆମେ ସତ କହୁଛୁ, ଆମେ ଯାଦୁ ଜାଣିନୁ। ଆମେ ନଦୀ ପୋଖରୀର ପାଣି ଶୁଖେଇନୁ। ତାହେଲେ କୋଉଠି ବି ପାଣି ନାହିଁ, ହେଲେ ତୁମ ଦୁଇ ଗଛକ ମୂଳରେ ଏତେ ପାଣି କେମିତି ଆସିଲା? ଦୁଇ ଅମୃତଭଣ୍ଡା ଗଛ କିଛି କହିବା ପୂର୍ବରୁ ଦୁଇ ବାଦଲ ସେଠାକୁ ଆସିଲେ। ଆମେ ଦୁଇ ଗଛଙ୍କ ମୂଳରେ ପାଣି ଦେଇଛୁ, ଆଉ ତମେ ସମସ୍ତେ ବହୁତ ଖରାପ ଚଢ଼େଇ। ସ୍ୱାର୍ଥ ବିନା କେହି କାହାରିକୁ ସାହାଯ୍ୟ କର ନାହିଁ। ତମ ମାନଙ୍କୁ ଉଚ୍ଚ ଶିକ୍ଷା ଦେବା ପାଇଁ ହିଁ ସୂର୍ଯ୍ୟ ଭାଇଙ୍କୁ କହି ଆମେ ତୁମ ନଦୀ ପୋଖରୀର ପାଣି ଶୁଖେଇ ଦେଇଛୁ। ଏବେ ତମେ ମାନେ ଆଉ କେବେ ବି ପାଣି ପିଇ ପାରିବନି। ବାଦଲ ରାଣୀ, ମୁଁ କିଛି ଦିନ ହେବ ଏ ଜଙ୍ଗଲରେ ନଥିଲି, ନହେଲେ ମୁଁ ନିଶ୍ଚୟ ଦୁଇ ଗଛଙ୍କୁ ସାହାଯ୍ୟ କରିଥାନ୍ତି। ଏଇ ଥରକ ଆମ ସମସ୍ତଙ୍କୁ କ୍ଷମା କରିଦିଅ। ହଁ ବାଦଲ ରାଣୀ, ଏମାନଙ୍କୁ କ୍ଷମା କରିଦିଅ, ଆଉ ପାଣିର ବ୍ୟବସ୍ଥା ବି କରିଦିଅ। କାରଣ ପାଣି କେତେ ଜରୁରୀ ଆମ ଛଡା ଆଉ କେହି ବି ବୁଝିପାରିବେନି। ପାଣି ବିନା ଆମେ ଦୁଇ ଗଛ ଅନେକ କଷ୍ଟ ପାଇଛୁ। ଆମେ ଚାହୁଁନୁ ଚଢ଼େଇ ମାନେ ବି ଆମ ପରି ପାଣି ନ ପାଇ କଷ୍ଟ ପାଆନ୍ତୁ। ଆଚ୍ଛା ଠିକ ଅଛି, ଏ ଦୁଇ ଗଛଙ୍କ ପାଇଁ ମୁଁ ଆଜି ତମ ସମସ୍ତଙ୍କୁ କ୍ଷମା କରିଦେଉଛି। ମୁଁ ଏବେ ହିଁ ବର୍ଷା କରିବାର ବ୍ୟବସ୍ଥା କରୁଛି। ଅମୃତଭଣ୍ଡା ଗଛ, ତମ ଦୁଇ ଜଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆଜି ମୁଁ ବୁଝିପାରିଲି ଏ ସଂସାରରେ କେହି ବି ଛୋଟ ବଡ ନୁହନ୍ତି। କେତେବେଳେ କିଏ କାମରେ ଆସିଯିବ କେହି କହିପାରିବେନି। ମୁଁ ତୁମକୁ କଥା ଦେଉଛି, ବିନା ସ୍ୱାର୍ଥପରରେ ଆମେ ଏବେଠୁ ପରସ୍ପରକୁ ସାହାଯ୍ୟ କରିବୁ। ଏମିତି କହି ଚଢ଼େଇ ମାନେ ଘରକୁ ଗଲେ। କିଛି ସମୟ ପରେ ପ୍ରବଳ ବର୍ଷା ଆରମ୍ଭ ହେଇଗଲା। ସବୁ ଚଢ଼େଇ ମିଶି କଳସୀରେ ପାଣି ଭରିବା ଆରମ୍ଭ କଲେ। ଆରେ ରେନୁ, ମୁଁ ଏବେ କାମକୁ ଯାଉଛି। ତୁ ମୋ ଝିଅ ରୋଜିକୁ ଠିକ ସମୟରେ ଖାଇବାକୁ ଦେବୁ। ତାର ଦେଖାଶୁଣା କରିବା ପାଇଁ ହିଁ ମୁଁ ତତେ ବାହା ହେଇଛି, ବୁଝିଲୁ? ତୁମେ ଚିନ୍ତା କରନି, ରୋଜି ଏବେ ଶୋଇଛି। ସେ ଉଠିଲେ ଠିକ ସମୟରେ ମୁଁ ତାକୁ ଖାଇବାକୁ ଦେବି। ଆଚ୍ଛା ଠିକ ଅଛି, ମୁଁ ଏବେ ଯାଉଛି। ମୋ ଦେହଟା ଆଜି ଜମା ଭଲ ଲାଗୁନି। ରୋଜି ଉଠିବା ଯାଏ ମୁଁ ଯାଇ ଟିକେ ଆରାମ କରୁଥାଏ। ମା, ଏଯାଏଁ ଶୋଇଛ? ଶୀଘ୍ର ଉଠ, ମତେ ଭୋକ ଲାଗିଲାଣି। ଯାଅ ମୋ ପାଇଁ ଖାଇବା ବାଢିବ। ମାରି, ଆଜି ମୋ ଦେହଟା ଜମା ଭଲ ଲାଗୁନି। ମୁଁ ଖାଇବା ରୋଷେଇ କରିଦେଇଛି। ଯା ମା, ଖାଇବା ବାଢି ଖାଇନେବୁ। ମୁଁ ଆଜି ଫଳ ବିକ୍ରି କରିବାକୁ ବି ଯାଇପାରିବିନି। ଆଜି ଗୋଟେ ଦିନ ମୁଁ ଘରେ ରହି ଆରାମ କରେ। ସାମାନ୍ୟ ଦେହ ଖରାପରେ ଏମିତି ମରିଗଲାଙ୍କ ପରି କାହିଁକି ହେଉଛ? ଭୁଲି ଯାଉନି, ମୋ ଦେଖାଶୁଣା କରିବା ପାଇଁ ହିଁ ବାପା ତୁମକୁ ବାହା ହେଇଛନ୍ତି। ମୋ କଥା ଯଦି ନ ବୁଝିବ ମୁଁ ବାପାଙ୍କୁ କହିଦେବି ତୁମେ ମତେ ଠିକରେ ଖାଇବାକୁ ଦେଉନ। ତାପରେ ଯେତେବେଳେ ବାପା ତୁମକୁ ପିଟି ପିଟି ଏ ଘରୁ ବାହାର କରିଦେବେ, ତୁମର କଣ ହେବ ତୁମେ ନିଜେ ଜାଣିବ। ନା ନା, ତୋ ବାପାଙ୍କୁ କିଛି ବି କହିବୁନି। ମାରି, ତମ ମାନଙ୍କ ଛଡା ମୋର ଆଉ ଦୁନିଆରେ କିଏ ଅଛି କହିଲୁ? ତୁ ବସ, ମୁଁ ଏବେ ଖାଇବା ଆଣି ଦଉଛି। ଖାଲି ଖାଇବା ବାଢିବ ତା ନୁହଁ, ବଜାରକୁ ଯାଇ ଫଳ ବି ବିକ୍ରି କରିବ। ଆଉ ଫଳ ବିକ୍ରି କରି ଯାହା ବି ଟଙ୍କା ପାଇବ ସବୁ ଆଣି ମତେ ଦେବ, ବୁଝିଲ? ରିନୁ ଆଉ ତା ଝିଅକୁ କିଛି ନ କହି ସେଇ ଦୁର୍ବଳ ଶରୀର ନେଇ ତାକୁ ଖାଇବା ବାଢି ଦେଲା। ତାପରେ ସେ ଫଳ ଝୁଡ଼ି ଧରି ବଜାରକୁ ଗଲା ଆଉ ଫଳ ବିକ୍ରି କଲା। ଆସନ୍ତୁ ଆସନ୍ତୁ, ମୋ ପାଖରୁ ତାଜା ତାଜା ମିଠା ଫଳ ନେଇଯାଆନ୍ତୁ।
ଆସନ୍ତୁ ଆସନ୍ତୁ ଫଳ ନିଅନ୍ତୁ। ସେଦିନ ଚଢ଼େଇର ଗୋଟେ ବି ଫଳ ବିକ୍ରି ହେଲା ନାହିଁ। ସେ ମନ ଦୁଃଖରେ ବସିଥିଲା। ଆଜି ମୋର ଗୋଟେ ବି ଫଳ ବିକ୍ରି ହେଲା ନାହିଁ। ଘରକୁ ଗଲେ ମୋ ସାବତ ଝିଅ ମୋ ସହ କଣ ଯେ କରିବ କିଛି ବୁଝିପାରୁନି। ଭାରି ଶୋଷ ଲାଗିଲାଣି। ଏଇ ତ ଆଗରେ ଗୋଟେ କୂଅ ଅଛି, ଯାଏ ଟିକେ ପାଣି ପିଇ ଆସେ, ତାପରେ ଘରକୁ ଯିବି। ଏମିତି କହି ଚଢ଼େଇ ପାଣି ପିଇବା ପାଇଁ କୂଅ ପାଖକୁ ଗଲା। ହଠାତ୍ ତାର ପାଦ ଖସି ସେ ସେଇ କୂଅ ଭିତରେ ପଡ଼ିଗଲା। ଆଉ ସେ ଏକ ନୂଆ ଦୁନିଆକୁ ଚାଲିଗଲା। ଆରେ କଣ, ମୁଁ ତ କୂଅରେ ପଡ଼ି ଯାଇଥିଲି। ଏ କେମିତିକା ଜାଗାକୁ ଚାଲି ଆସିଲି? ଚଢ଼େଇ ସେ ଜାଗାକୁ ଦେଖି ଆଶ୍ଚର୍ଯ୍ୟ ହେଉଥିଲା। ଠିକ୍ ସେହି ସମୟରେ କିଛି ଅଣ୍ଡା ତା ପାଖକୁ ଆସିଲେ। ଏଇ ଦେଖ ଗୋଟେ ଚଢ଼େଇ। ଏତେ ଦିନ ପରେ ମୁଁ ଆଜି ଗୋଟେ ଚଢ଼େଇକୁ ଦେଖୁଛି। ଏ କଣ, ତମେ ମାନେ ଅଣ୍ଡା ହେଇ କଥା କେମିତି କହୁଛ? ଆରେ ଚଢ଼େଇ, ଆମକୁ ଭୟ କରନି। ପ୍ରକୃତରେ ଆମେ ଅଣ୍ଡା ନୁହଁ, ଆମେ ସମସ୍ତେ ପରି। ଗୋଟେ ରାକ୍ଷସୀର ଅଭିଶାପ ପାଇଁ ଆମେ ଏମିତି ଅଣ୍ଡା ପାଲଟି ଯାଇଛୁ। ଦୟାକରି ଆମକୁ ସାହାଯ୍ୟ କର, ଆମକୁ ଏ ଅଭିଶାପରୁ ମୁକ୍ତ କର। ମୁଁ କେମିତି ତମମାନଙ୍କୁ ସାହାଯ୍ୟ କରିବି? ମୁଁ ତ ଗୋଟେ ସାଧାରଣ ଚଢ଼େଇ। ତୁମେ ପାରିବ ଚଢ଼େଇ। ଏଇ ଜାଗାର ନାଁ ହେଉଛି ମାୟାନଗରୀ। ଆମେ ସବୁ ପରି ଏଇଠି ରହୁ। ଗୋଟେ ଦିନ ଆମ ପରିମା ବାହାରକୁ ଯାଇଥିଲେ। ଠିକ୍ ସେହି ସମୟରେ ଗୋଟେ ରାକ୍ଷସୀ ଆମ ମାୟାନଗରୀ ନେବା ପାଇଁ ଆମ ଉପରେ ଆକ୍ରମଣ କଲା। ଆମେ ସବୁ ପରି ମିଶି ତା ସହ ଲଢ଼େଇ କଲୁ, ଆଉ ତାକୁ ମାରିଦେଲୁ। ମରିବା ପୂର୍ବରୁ ସେ ଆମକୁ ଅଭିଶାପ ଦେଇଗଲା। ତା ଅଭିଶାପ ଯୋଗୁଁ ଆମେ ସମସ୍ତେ ଅଣ୍ଡା ପାଲଟି ଗଲୁ। ଯେତେବେଳେ ଆମ ପରିମା ଆମ ପାଖକୁ ଆସିଲେ, ସେ ବି ଆମକୁ ଏ ଅଭିଶାପରୁ ମୁକ୍ତ କରିପାରିଲେନି। କିନ୍ତୁ ସେ ଆମକୁ ଏ ଅଭିଶାପରୁ ମୁକ୍ତ କରିବା ପାଇଁ ଏକ ଉପାୟ କହିଦେଇ ଗଲେ। ଆଚ୍ଛା, କଣ ସେ ଉପାୟ? ଆମ ପରିମା ଆମକୁ ଏକ ଅଣ୍ଡା ଘର ଦେଇ ଯାଇଛନ୍ତି। ଏଠାକୁ ଯିଏ ବି ଆସନ୍ତି ଅଣ୍ଡା ଘର ତାଙ୍କୁ 3ଟି ପ୍ରଶ୍ନ ପଚାରେ। ଯିଏ ବି ଅଣ୍ଡା ଘରର ସଠିକ ଉତ୍ତର ଦେଇପାରିବ ସେ ଆମକୁ ଏ ଅଭିଶାପରୁ ମୁକ୍ତ କରିପାରିବ। ତେବେ କଣ ଆଜି ଯାଏଁ କେହି ବି ସଠିକ ଉତ୍ତର ଦେଇନାହାନ୍ତି? ନା, କେହି ବି ଦେଇନାହାନ୍ତି। ଆଉ ମନ ଦୁଃଖ କରନି, ମୁଁ ତମମାନଙ୍କୁ ସାହାଯ୍ୟ କରିବି। କିନ୍ତୁ ଚଢ଼େଇ, ଆଉ ଗୋଟେ କଥା, ତୁମେ ଯଦି ସେ ଅଣ୍ଡା ଘର ପଚାରିଥିବା 3ଟି ପ୍ରଶ୍ନର ଉତ୍ତର ନ ଦେଇପାରିବ, ତୁମେ ବି ଆମ ପରି ଅଣ୍ଡା ହିଁ ଏଇଠି ରହିଯିବ। ଏଠାକୁ ଅନେକ ଜଣ ଆସିଛନ୍ତି, ଆଉ ଆମ ପରି ଅଣ୍ଡା ହିଁ ଏଇଠି ରହିଛନ୍ତି। ମୁଁ ଏଇଠି ରହିଗଲି ବି ମତେ କେହି ବି ଖୋଜିବାକୁ ଆସିବେନି। ମୁଁ ସବୁ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିବି। ଚାଲ ସେ ଜାଗାକୁ ମତେ ନେଇ ଚାଲ। ତାପରେ ସେମାନେ ଅଣ୍ଡା ଘର ପାଖକୁ ଗଲେ, ଆଉ ସେ ଅଣ୍ଡା ଘରକୁ ସବୁ ଘଟଣା କହିଲେ। ଚଢ଼େଇ, ତୁ ପ୍ରସ୍ତୁତ ମୋର 3ଟି ପ୍ରଶ୍ନର ଉତ୍ତର ଦେବା ପାଇଁ? ଯଦି ତୁ ସଠିକ ଉତ୍ତର ନ ଦେଇ ପାରିବୁ, ତୁ ବି ଏମାନଙ୍କ ପରି ଅଣ୍ଡା ହିଁ ଏଇଠି ରହିବୁ। ହଁ, ମୁଁ ଏ ବିଷୟରେ ସବୁ ଜାଣିଛି। ମୁଁ ତୁମ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ। ତେବେ ଠିକ ଅଛି। ମୋର ପ୍ରଥମ ପ୍ରଶ୍ନ ହେଲା, ସମସ୍ତଙ୍କ ପାଇଁ ସେଇ ଗୋଟିଏ ପ୍ରଶ୍ନ, କିନ୍ତୁ ଉତ୍ତର ଅଲଗା ଅଲଗା, ଆଉ ସମସ୍ତଙ୍କ ଉତ୍ତର ବି ଠିକ। କହିଲୁ ତା କଣ? ତୁମେ ଭାବିଚିନ୍ତି ଉତ୍ତର ଦିଅ ଚଢ଼େଇ। ଅଣ୍ଡା ଘର ତୁମକୁ ଆଉ ଦ୍ୱିତୀୟ ଥର ସୁଯୋଗ ଦେବନି। ପ୍ରଶ୍ନ ତ ଖୁବ ଜଟିଳ, କିନ୍ତୁ ମୁଁ ଉତ୍ତର ଦେବାକୁ ଚେଷ୍ଟା କରିବି। ସମସ୍ତଙ୍କ ପାଇଁ ପ୍ରଶ୍ନ ଗୋଟିଏ, କିନ୍ତୁ ଉତ୍ତର ଅଲଗା ଅଲଗା। କଣ ହେଇପାରେ? ଆରେ ହଁ, ନା, ତାର ଉତ୍ତର ଅଲଗା ହେଇଥାଏ। ସେ ପ୍ରଶ୍ନଟି ହେଉଛି, ତୁମ ନାଁ କଣ? ସଠିକ ଉତ୍ତର। ବାସ୍ ଚଢ଼େଇ, ତୁମେ ପାରିଦେଲ। ଏବେ ଖାଲି ଆଉ 2ଟି ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କର, ତାପରେ ଆମେମାନେ ମୁକ୍ତ ହେଇଯିବୁ। ଏବେ ମୋର ଦ୍ୱିତୀୟ ପ୍ରଶ୍ନ। ବାଘ ପରି ସେ ଡେଇଁପାରେ, କୁକୁର ଭଳି ସେ ବସିପାରେ, ପାଣିରେ ଛାଡ଼ିଦେଲେ ସୁଲ ପରି ଭାସେ। ଏବେ କହ ସେ କିଏ? କଣ ହେଇପାରେ ୟାର ଉତ୍ତର? ଡଙ୍ଗା? ନା ନା, ଡଙ୍ଗା ପାଣିରେ ଭାସେ, କିନ୍ତୁ ବାଘ ପରି ତ ଡେଇଁ ପାରେନି। ତାହେଲେ କଣ ସାପ? କିନ୍ତୁ ସାପ ତ କୁକୁର ପରି ବସି ପାରେନି। ଓହୋ, এই ପ୍ରଶ୍ନର ଉତ୍ତର କଣ ହେବ? ମୁଁ କିଛି ବୁଝିପାରୁନି। ମତେ କିଛି ସମୟ ଦିଅ, ତାପରେ ମୁଁ এই ପ୍ରଶ୍ନର ଉତ୍ତର ଦେବି। ଆଚ୍ଛା ଠିକ ଅଛି, ମୁଁ ତତେ 1 ଘଣ୍ଟାର ସମୟ ଦେଉଛି। ଆଚ୍ଛା ଶୁଣ, ମତେ କିଛି ପାଣି ଆଣିଦିଅ, ମତେ ଭାରି ଶୋଷ ଲାଗୁଛି। ଚଢ଼େଇ, ଆମେ ଅଣ୍ଡା ହେଲା ପରେ ଆମକୁ ଆଉ ଭୋକ ଶୋଷ ହେଉନି। ଆମ ପାଖରେ ଏବେ ପାଣି ନାହିଁ, କିନ୍ତୁ ହଁ, ପାଖରେ ଗୋଟେ ଝରଣା ଅଛି। ଆମ ସାଙ୍ଗରେ ସେଠାକୁ ଚାଲ, ତୁମେ ପାଣି ପିଇ ଚାଲି ଆସିବ। ତାପରେ ଚଢ଼େଇ ସେମାନଙ୍କ ସାଙ୍ଗରେ ଝରଣା ପାଖକୁ ଗଲା, ଆଉ ପାଣି ପିଇଲା। ସେତେବେଳେ ତାର ନଜର ଗୋଟେ ବେଙ୍ଗ ଉପରେ ପଡ଼ିଲା। ଚଢ଼େଇକୁ ତା ପ୍ରଶ୍ନର ଉତ୍ତର ମିଳିଗଲା।
ମିଳିଗଲା, ମତେ ମୋ ପ୍ରଶ୍ନର ଉତ୍ତର ମିଳିଗଲା। ଚାଲ ଏବେ ସେ ଅଣ୍ଡା ଘର ପାଖକୁ ଯିବା। ଉତ୍ତର ଭାବିଲୁ ନା ଆଉ ସମୟ ନେବୁ? ହଁ ହଁ, ମତେ ଉତ୍ତର ମିଳିଗଲା। ତୁମ ପ୍ରଶ୍ନର ଉତ୍ତର ହେଉଛି ବେଙ୍ଗ। ବେଙ୍ଗ ବାଘ ପରି ଡେଇଁପାରେ, କୁକୁର ପରି ବସିପାରେ, ଆଉ ପାଣିରେ ସୁଲ ପରି ଭାସିପାରେ। ସଠିକ ଉତ୍ତର। ତୁ 2ଟି ପ୍ରଶ୍ନର ସଠିକ ଉତ୍ତର ଦେଲୁ। ଏବେ ତୋ ପାଇଁ ମୋର ଶେଷ ପ୍ରଶ୍ନ। ସେ ଦୌଡ଼େନି କି ରୁହେନି, ସବୁବେଳେ ଚାଲିଥାଏ। ସେ କାହାର ବି ନୁହଁ, ସେ ଏକା ହିଁ ସବୁ କିଛି। କହିଲୁ ସେ କିଏ? ଏଇ ପ୍ରଶ୍ନଟି କୋଉଠି ଶୁଣିଲା ପରି ମନେ ହେଉଛି। ଆରେ ହଁ, ମନେ ପଡ଼ିଲା। ଆରେ ମା, ମୁଁ ଆଜି ତତେ ଗୋଟେ ପ୍ରଶ୍ନ ପଚାରିବି, ତାର ଉତ୍ତର କହିବୁ। ସେ ଦୌଡ଼େନି କି ରୁହେନି, ସବୁବେଳେ ଚାଲିଥାଏ। ସେ କାହାର ବି ନୁହଁ, ସେ ଏକା ହିଁ ସବୁ କିଛି। କହିଲୁ ସେ କିଏ? ବାପା, ମୁଁ ଏ ପ୍ରଶ୍ନର ଉତ୍ତର ଜାଣିନି। ଏ ପ୍ରଶ୍ନର ଉତ୍ତର ହେଉଛି ସମୟ। ସମୟ କେବେ ବି ରୁହେନି, ସେ କାହାର ନୁହଁ। ସେଥିପାଇଁ ଠିକ ସମୟରେ ସବୁ କାମ କରିନେବା ଉଚିତ, ବୁଝିଲୁ? ଏ ପ୍ରଶ୍ନର ଉତ୍ତର ହେଲା ସମୟ। ଏକଦମ ଠିକ। ତୁ ମୋର ସବୁ ପ୍ରଶ୍ନର ଉତ୍ତର ସଠିକ ଦେଇଛୁ। ଏବେ ସମସ୍ତେ ମୁକ୍ତ। ତାପରେ ଅଣ୍ଡା ହେଇଥିବା ସବୁ ପରି ଆଉ ପଶୁ ପକ୍ଷୀ ମୁକ୍ତ ହେଇଗଲେ। ସମସ୍ତେ ଚଢ଼େଇକୁ ଧନ୍ୟବାଦ ଜଣାଇଲେ। ତୁମକୁ ଅନେକ ଅନେକ ଧନ୍ୟବାଦ ଚଢ଼େଇ। ତୁମ ପାଇଁ ଆଜି ଆମେ ସମସ୍ତେ ମୁକ୍ତ ହେଇପାରିଲୁ। ପରି, ଏବେ ତମେ ମାନେ ବିପଦ ମୁକ୍ତ। ମତେ ଏବେ ମୋ ଘରେ ପହଞ୍ଚେଇ ଦିଅ। ମୁଁ ଯଦି ଆଜି ଘରକୁ ନ ଫେରିବି, ମୋ ଝିଅ ମତେ ବହୁତ ପିଟିବ। ତୁମ ଝିଅ ତୁମକୁ ମାରିବ? ସେ କେମିତିକା ଝିଅ? ସେ ମୋର ନିଜ ଝିଅ ନୁହଁ, ସେ ମୋର ସାବତ ଝିଅ। ହେଲେ ଆଜି ଯାଏଁ ମୁଁ ତାକୁ ମୋ ନିଜ ଝିଅ ପରି ଦେଖାଶୁଣା କରିଛି। କିନ୍ତୁ ସେ ମତେ କେବେ ବି ତା ମା ଭାବିନି। ସେ ମତେ ଅନେକ ମାରେ, ବେଳେ ବେଳେ ତ ଖାଇବାକୁ ବି ଦିଏନି। ବୁଝିଗଲି ଚଢ଼େଇ, ତୁମେ ଭାରି ସରଳ। ସେଇ ସୁଯୋଗରେ ତୁମ ଝିଅ ତୁମ ଉପରେ ଅତ୍ୟାଚାର କରୁଛି। ଚିନ୍ତା କରିନି, ମୁଁ ତୁମକୁ ଗୋଟେ ଉପହାର ଦେବି। ସେଇ ଉପହାର ନେଇ ଏବେ ନିଜ ଘରକୁ ଯାଅ। ଏଇ ଯାଦୁର ରଙ୍ଗୀନ ଅଣ୍ଡା ଆଜିଠୁ ତୁମର। ତୁମେ ଯାହା ବି ଏ ଅଣ୍ଡାକୁ ମାଗିବ, ସେ ତୁମକୁ ସବୁ ଦେବ। ତୁମକୁ ଆଉ ଫଳ ବିକ୍ରି କରିବାକୁ ପଡ଼ିବନି। ତୁମକୁ ବହୁତ ବହୁତ ଧନ୍ୟବାଦ ପରି। ରଙ୍ଗୀନ ଅଣ୍ଡା ଏବେ ମତେ ମୋ ଘରେ ପହଞ୍ଚେଇ ଦିଅ। ଏତେ ସମୟ ଯାଏଁ ତୁମେ କୋଉଠି ଥିଲ? ଆଜି କଣ ଖାଇବା ରୋଷେଇ କରିବନି? ଦିଅ, ମତେ ଫଳ ବିକା ଟଙ୍କା ଦିଅ। ଆଉ ଯାଅ, ଶୀଘ୍ର ଯାଇ ରୋଷେଇ କର। କଣ ମିଛ କଥା ଗୁଡା କହୁଛ? ମୁଁ ଜାଣେ କାମ ନ କରିବା ପାଇଁ ଏମିତି ବାହାନା କରୁଛ। ମୁଁ ସତ କହୁଛି ରେ ମା, ଏଇଟା ଯାଦୁର ରଙ୍ଗୀନ ଅଣ୍ଡା। ତତେ ଭୋକ ଲାଗୁଛି ନା? ଦେଖେ, ମୁଁ ଏ ରଙ୍ଗୀନ ଅଣ୍ଡାକୁ କେମିତି ଖାଇବା ମାଗୁଛି। ଯାଦୁର ରଙ୍ଗୀନ ଅଣ୍ଡା, ମୋ ଝିଅ ପାଇଁ ଅନେକ ଭଲ ଭଲ ଖାଇବା ଦିଅ। ଦେଖିଲୁ ତ ମା, ଏବେ ତୁ ପେଟ ପୁରା ଖାଇବା ଖା। ମୁଁ ଯାଉଛି, ଟିକେ ଆରାମ କରିବି। ମୋ ସାବତ ମାଙ୍କ ପାଖରେ ଯାଦୁର ଅଣ୍ଡା ଅଛି। ମୋର ସେ ଅଣ୍ଡା ଦରକାର। ଯେମିତି ବି ହେଉ, ମୁଁ ତାଙ୍କ ପାଖରୁ ସେ ଅଣ୍ଡା ଆଣିକି ରହିବି। ଏମିତି ସେ ରାତି ହେବାକୁ ଅପେକ୍ଷା କଲା। ଆଉ ଅଧରାତିରେ ସେ ଚୁପ ଚୁପ ତା ସାବତ ମା ରୁମକୁ ଗଲା। ଆଉ ସେ ରଙ୍ଗୀନ ଅଣ୍ଡା ଚୋରି କରିବାକୁ ଚେଷ୍ଟା କଲା। ସେ ଯେମିତି ରଙ୍ଗୀନ ଅଣ୍ଡାକୁ ଛୁଇଁଲା, ସେ ବୁଢୀ ପାଲଟି ଗଲା। ମୋର କଣ ଅବସ୍ଥା ହେଇଗଲା? ମା, ମତେ ବଞ୍ଚାଅ। କଣ ରେ ମା, ତୋର ଏମିତି ଅବସ୍ଥା କେମିତି ହେଲା? ମୁଁ କହୁଛି, ଏସବୁ କେମିତି ହେଲା? ଏ ବଦମାସ ଝିଅ ତ ଯାଦୁର ଅଣ୍ଡା ଚୋରି କରିବାକୁ ଆସିଥିଲା। ସେ ତା ଭୁଲର ଶାସ୍ତି ପାଇଛି। ମା, ମତେ କ୍ଷମା କରିଦିଅ। ମୁଁ ଲୋଭରେ ପଡି ଏଭଳି ଭୁଲ କରିଦେଲି। ଯାଦୁର ଅଣ୍ଡା, ଏଇ ଥରକ ମୋ ଝିଅକୁ କ୍ଷମା କରିଦିଅ। ମୁଁ ତାର ଏମିତି ଅବସ୍ଥା ଦେଖି ପାରିବିନି। ଯେତେ ହେଲେ ମୁଁ ତାକୁ ନିଜ ଝିଅ ପରି ପାଳିଛି। ଏମିତି ଶୁଣି ଯାଦୁର ଅଣ୍ଡା ରୋଜିକୁ ପୂର୍ବ ଭଳି କରିଦେଲା। ରୋଜି ନିଜ ଭୁଲ ବୁଝିପାରିଲା। ସେ ତାର ମାକୁ କ୍ଷମା ମାଗିଲା। ଆଉ କେବେ ବି ସେ ତାର ସାବତ ମା ସହ ଖରାପ ବ୍ୟବହାର କଲା ନାହିଁ। ଏମିତି ଚଢ଼େଇ ନିଜ ପରିବାର ସହ ଖୁସିରେ ରହିଲା।